ନମସ୍କାର, ଜୟ ଜଗନ୍ନାଥ। ଆଜି ଏକ ଭିନ୍ନ ଟପିକ୍ ରହିଛି, ଯାହାକି ଦୂରରେ ଯୋଉ ଟିଚର୍ସ ବନ୍ଧୁମାନେ ଜବ୍ କରିଛନ୍ତି, ତ ସେମାନେ ନିଜ ଅଞ୍ଚଳକୁ ଆସିବା ପାଇଁ ଏକ ଖୁସି ଖବର ଯେ ଅନଲାଇନ୍ ଟ୍ରାନ୍ସଫର ପୋର୍ଟାଲ ସିଡ୍ୟୁଲ ଅନୁସାରେ ରେଡି ହେବାକୁ ଯାଉଛି ଏବଂ ସମସ୍ତେ ଯୋଉମାନେ ଇଣ୍ଟରେଷ୍ଟ ଅଛନ୍ତି ତ ଅନଲାଇନ୍ ଆପ୍ଲାଏ କରିବେ। କିନ୍ତୁ ମନରେ ଗୋଟେ ବଡ଼ ପ୍ରଶ୍ନ ରହିଛି ସମସ୍ତଙ୍କ ମନରେ ଯେ ଯଦି ଆମର ସେନ୍ସସ୍ ଡ୍ୟୁଟି ପଡ଼ିଛି ତାହେଲେ ମୋର ଟ୍ରାନ୍ସଫର ହବ କି? ଏବଂ ଏଇ ଯୋଉ ଅନଲାଇନ୍ ଟ୍ରାନ୍ସଫର ପ୍ରତିବର୍ଷ ବାହାରୁଛି, କିଛି ଜଣ ହାତ ଗଣତି ଫାଇଦା ନେଉଛନ୍ତି, ଆଉ କିଛି ଜଣ ତାର ଫ୍ୟାସିଲିଟି ପାଉନାହାନ୍ତି। ଯୋଉମାନେ ଫେକ୍, କିଛି ଜଣ ତ ଜେନ୍ୟୁନ୍ କେସ୍ ଥାଉଛି, ଆଉ ଯୋଉମାନେ କିଛି ଫେକ୍ କରିପାରୁଛନ୍ତି କିଛି ବି ମ୍ୟାଟରରେ, ତ ସେମାନଙ୍କର ମଧ୍ୟ ଟ୍ରାନ୍ସଫର ହେଇପାରୁଛି। ସେମିତି ବହୁତ ଜଣ ଜେନ୍ୟୁନ୍ କେସ୍ ଅଛି ମଧ୍ୟ ଅନଲାଇନ୍ ଟ୍ରାନ୍ସଫର ହେଇପାରୁନି। ତ ଏମିତି ବହୁତ ସାରା ପଏଣ୍ଟ ରହିଛି। ଏହି ସବୁକୁ ନେଇ ଆଜିର ଟପିକ୍ ଅଛି ଯେ ଶିକ୍ଷକ ବଦଳି 2026 ଏବଂ ଯଦି ସେନ୍ସସ୍ ଡ୍ୟୁଟି ପଡୁଛି ତାହେଲେ ଟ୍ରାନ୍ସଫର ହବ କି? ଆଉ ଅନଲାଇନ୍ ଆପ୍ଲିକେସନ ଯୋଉ ସିଡ୍ୟୁଲ ରହିଛି, କୋଉ ସିଡ୍ୟୁଲରେ ଆପଣ କୋଉ ଜିନିଷ ରେଡି କରିବାକୁ ପଡ଼ିବ ଏବଂ ଡକୁମେଣ୍ଟ କ'ଣ ରେଡି କରିବାକୁ ପଡ଼ିବ, ସେ ବିଷୟରେ ଆଜିର ଟପିକରେ ଆମେ ବିଭିନ୍ନ ପର୍ଯ୍ୟାୟକୁ ନେଇକି ଆଲୋଚନା କରିବା। ଆପଣ ସ୍କ୍ରିନରେ ଦେଖୁଥିବେ, ଇଏ ଅଲରେଡି ଗୋଟେ ଲେଟର ଆମର ଡାଇରେକ୍ଟର ଅଫ୍ ଏଲିମେଣ୍ଟାରୀ ଏଜୁକେସନ ଡିପାର୍ଟମେଣ୍ଟ ଲେଟର ହେଇଯାଇଛି ଏବଂ 13/4/2026 ଲେଟରଟି। ଏଥିରେ ସବଜେକ୍ଟ ରହିଛି ଯେ କ୍ୟାଲେଣ୍ଡର ଆକ୍ଟିଭିଟି କରାହେଲା ଅନଲାଇନ୍ ଇଣ୍ଟର ଏବଂ ଇଣ୍ଟ୍ରାଡିଷ୍ଟ୍ରିକ୍ଟ ଟ୍ରାନ୍ସଫର ଏଲିମେଣ୍ଟାରୀ ଟିଚର୍ସ ଫର ଦ ଇୟର 2026। ମନରେ ବହୁତ ପ୍ରଶ୍ନ, ଯଦି ସେନ୍ସସ୍ ଡ୍ୟୁଟି ପଡ଼ିଛି ମାର୍ଚ୍ଚ 2027 ପର୍ଯ୍ୟନ୍ତ ତ ଟ୍ରାନ୍ସଫର କାହାର ହବ ନାହିଁ। ପୁଣି ତାପରେ ଅଛି ଯେ ଆମର ପଞ୍ଚାୟତ ଇଲେକ୍ସନ ଅଛି, ତେଣୁ ଏଇସବୁ ଭିତରେ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଇଯିବ, ଟ୍ରାନ୍ସଫର ହେଇପାରିବନି। ଏଇ ସବୁକୁ ନେଇ ଆଜିର ଟପିକରେ ଆମେ ଗୋଟେ ଗୋଟେ ପଏଣ୍ଟକୁ ଆଲୋଚନା କରିବା ଏବଂ ବିଭିନ୍ନ କଥାକୁ ପଏଣ୍ଟ ଆଉଟ୍ କରିବା। ଏବଂ ଇଏ ଯୋଉ ପଏଣ୍ଟ ରହିଛି ଯେ ଏଜ୍ ପାର୍ ନୋଟିଫିକେସନ 13453 ଏସ୍ଏମଇ ଡିପାର୍ଟମେଣ୍ଟ 14/5/25 ସ୍କୁଲ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ଓଡ଼ିଶା ଅନଲାଇନ୍ ଟ୍ରାନ୍ସଫର କ'ଣ କରୁଛି ନା ଏଇ ସିଡ୍ୟୁଲ ଅନୁସାରେ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏଥିରେ ଆପଣଙ୍କୁ ଫାଷ୍ଟ କ'ଣ କରିବାକୁ ପଡ଼ିବ କହିଲେ, ୟୁଏସ୍ ପୋର୍ଟାଲଟାକୁ ଆପଣଙ୍କୁ ଅପଡେଟ୍ କରିବାକୁ ପଡ଼ିବ। ୟୁଏସ୍ ପୋର୍ଟାଲ କ'ଣ ରହିଛି? ୟୁଏସ୍ ପୋର୍ଟାଲରେ ଆପଣ ଯୋଉମାନେ ଏଲିମେଣ୍ଟାରୀ ଅଛନ୍ତି ତ ବିଓ ଅଫିସରେ ଆଉ ଡି ଅଫିସରେ ମଧ୍ୟ ଅପଡେଟ୍ ହେଇପାରିବ, ଯୋଉଟାକି ଡିପିସି ଅଫିସରେ। କିନ୍ତୁ ୟୁଏସ୍ ପୋର୍ଟାଲରେ ଯଦି ଟିକେ ଭୁଲ କଲେ ନା, ତ ଆପଣଙ୍କର ଅନଲାଇନଟା ନାକଚ ହେଇଯାଉଛି ବହୁତ କେସରେ। ଆପଣ ଡେଟ୍ ଅଫ୍ ଜଏନିଂ, ଡେଟ୍ ଅଫ୍ ରେଗୁଲାଇଜେସନ ଆଉ ସବଜେକ୍ଟ, ଯୋଉମାନେ ମ୍ୟୁଚୁଆଲ ଟ୍ରାନ୍ସଫର କରି ଏଲିମେଣ୍ଟାରୀ କେସର ବହୁତ ସାରା ପ୍ରୋବ୍ଲେମ ହୁଏ ଯେ ତାର ମାନେ ମୋର ସିଟି ଆଉ ଯଦି ବିଏସସି ଅଛି ତ ଏଇ ଜିନିଷକୁ ଆପଣ ଲକ୍ଷ୍ୟ କରିବାକୁ ପଡ଼ିବ। ଯୋଉମାନଙ୍କର ବିଏଡ୍ ଅଛି ତ ବିଏଡ୍ ଅଛି, କାରଣ ସ୍ପେଶାଲ କ୍ୟାଟାଗୋରୀ ମଧ୍ୟ ଏଲିମେଣ୍ଟାରୀ ସେକ୍ସନ ଥାଉଛି। ଏମିତି ବିଭିନ୍ନ କଥାକୁ ନେଇ ତେଣୁ ଆପଣଙ୍କର ଯାହା ଅଛି ପ୍ରତ୍ୟେକ ଜିନିଷକୁ ପଏଣ୍ଟ ୱାଇଜ ଗୋଟେ ଗୋଟେ ଜିନିଷ ଆପଣଙ୍କୁ ଦେଖିବାକୁ ପଡ଼ିବ। ୟୁଏସ୍ଏ ପୋର୍ଟାଲରେ ଆପଣ ଉସେପା ସାଇଟ୍ ଯିବେ, ଦେଖିବେ ୟୁନାଇଟେଡ୍ ବା ୟୁଏସ୍ଏ ଲେଖା ହେଇଛି, ତାପରେ କ୍ଲିକ୍ କରିବେ। କ୍ଲିକ୍ କରି ଆପଣ ସ୍କୁଲ ଆଇଡି ଲଗ୍ଇନ୍ କରିପାରିବେ ଏବଂ ନିଜ ୟୁଜର ଆଇଡି ମଧ୍ୟ ଲଗ୍ଇନ୍ କରିପାରିବେ ଏବଂ ଲଗ୍ଇନ୍ କରି ନିଜେ ଦେଖିପାରିବେ ଯେ ଜିନିଷ କ'ଣ ରହିଛି। ତ ୟୁଏସ୍ ପୋର୍ଟାଲରେ ମୁଁ ଆପଣଙ୍କୁ ବର୍ତ୍ତମାନ ଖୋଲିକି ଦେଖିଦେଉଛି ଯେ ଏଥିରେ ଆପଣ କ'ଣ କ'ଣ ଜିନିଷ ଅପଡେଟ୍ କରିବାକୁ ପଡ଼ିବ ତାକୁ ମଧ୍ୟ ଆପଣ ଜାଣିପାରିବେ। ତ ଇଏ ହେଉଛି କ'ଣ ନା ୟୁଏସ୍ଏ ପୋର୍ଟାଲ ଖୋଲିବା ପାଇଁ ଗୋଟେ ଆମର ଉସେପା ସାଇଟ୍କୁ ଯିବା। ଉସେପା ସାଇଟ୍ରେ ଆପଣ ସ୍କ୍ରଲ୍ ଡାଉନ୍ କରିବେ, ତଳୁ ତଳୁ ଦେଖିବେ ଲେଖା ହେଇଥିବ ୟୁନିଫାଏଡ୍ ଅଟୋମେସନ ସିଷ୍ଟମ ବା ୟୁଏସ୍ଏ ବୋଲି କୁହାଯାଉଛି। ତ ଫାଷ୍ଟ କ'ଣ କରିବେ ନା ୟୁଏସ୍ଏ ଉପରେ କ୍ଲିକ୍ କରିବେ। ୟୁଏସ୍ଏ ଉପରେ କ୍ଲିକ୍ କଲା ପରେ ଆପଣମାନଙ୍କର ସମସ୍ତଙ୍କର ୟୁଜର ଆଇଡି ପାସୱାର୍ଡ ସବୁ ରହିଥିବ। ତ ଏଇଟା ଲଗ୍ଇନ୍ ହେଇସାରିଲା ପରେ ଆପଣ ପ୍ରୋଫାଇଲଟି ଓପନ୍ ହେଇଯିବ ଏବଂ ଏଥିରେ କମନ ଜିନିଷ ଗୁଡ଼ିକ ରହିଛି ତାକୁ ଆପଣ ଚେକ୍ କରିଦେବେ। ଚେକ୍ କରିସାରିଲା ପରେ କେତେଟା ଜିନିଷ ଆପଣ ଏଡିଟ୍ କରିପାରିବେ ନାହିଁ, ଯାହାକି ଆପଣ ବ୍ଲକ ଅଫିସରେ ବା ଡିଓ ଅଫିସରେ ହବ, ଯୋଉମାନେ ୟୁଏସ୍ ପୋର୍ଟାଲ ଆଡମିନ୍ ଥିବେ ବା ଏମ୍ଆଇଏସ୍ର ଯୋଉମାନେ ଥିବେ ତ ସେମାନେ ଏହାକୁ ଏଡିଟ୍ କରିପାରିବେ। ତ ଆପଣ ୟାର ଯେହେତୁ ଭିଡ଼ିଓଟି ଲଙ୍ଗ ହେଇଯିବ, ତେଣୁ ସେଥିପାଇଁ ଏଥିରେ ଅଳ୍ପ କିଛି ଡାଟା ଆପଣମାନଙ୍କୁ ଦେଉଛି। ପୁଣି ନେକ୍ସଟ ଭିଡ଼ିଓ ଆଣିଲା ବେଳେ ତ ଆପଣଙ୍କୁ ଅନଲାଇନ୍ କେମିତି ଆପଣ ଆପ୍ଲାଏ କରିବେ, ଡାଇରେକ୍ଟ ଲାଇଭ୍ ଦେଖିବେ ଏବଂ ପ୍ରୋଫାଇଲ କେମିତି କ'ଣ ଏଡିଟ୍ କରିବେ, ଠିକ୍ କରିବେ, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିବା ନେକ୍ସଟ ଟପିକରେ। ନେକ୍ସଟ ଆମେ ଦେଖିବା ଯେ 13 ଏପ୍ରିଲରୁ 20 ଏପ୍ରିଲ ଭିତରେ ଆମର ରହିଛି ଏଗୁଡ଼ାକ ଅପଡେଟ୍ କରିବା ପାଇଁ। ତେଣୁ ଆପଣ ଏପ୍ରିଲ 20 ତାରିଖ ଭିତରେ ଆପଣ କାର୍ଯ୍ୟ ସାରି ଦିଅନ୍ତୁ। ଯଦି ଆପଣ ଟ୍ରାନ୍ସଫର ହେବା ପାଇଁ ଇଣ୍ଟରେଷ୍ଟ ଅଛନ୍ତି ତାହେଲେ ଆପଣ ଜରୁରୀ ଲାଗିଯାଆନ୍ତୁ। ଯଦି ଇଚ୍ଛା ନାହିଁ ତାହେଲେ ମଧ୍ୟ ଅପଡେଟ୍ କରି ରଖିଥାନ୍ତୁ, ଫ୍ୟୁଚର କେତେବେଳେ ଦରକାର ହେଇପାରେ। ତ ଭିଡ଼ିଓଟି ଆପଣଙ୍କୁ ନିହାତି ଭଲ ଲାଗିବ ବୋଲି ଆଶା କରୁଛି। ୱିଥ୍ ଟିଚର୍ସର ଇଏ ସବୁ କେବଳ ଅଫିସିଆଲ ନୋଟିଫିକେସନ ଏବଂ ବହୁତ ସାରା ଟ୍ରେନିଂ ପ୍ରପୋଜର ଭିଡ଼ିଓ ଗୁଡ଼ିକ ରହିଛି।
ଯଦି ଏ ଯାଏଁ ସବସ୍କ୍ରାଇବ କରିନାହିଁ ତ ସବସ୍କ୍ରାଇବ କରିଦେବେ ବୋଲି ଆଶା କରୁଛି। ଆପଣଙ୍କ ମତାମତ ମଧ୍ୟ ଜଣାଇବେ। ହେଲେ ଟିଚର୍ସ ଟୁ ସବମିଟ୍ ଆପ୍ଲିକେସନ ଅନ୍ ଦ ପୋର୍ଟାଲ, ଟିଚର ଅନଲାଇନ ପୋର୍ଟାଲ ଯୋଉ ଓପନ ହବ, ଟିଚର ଆପ୍ଲିକେସନ ପୋର୍ଟାଲରେ କେବେ କରିବେ? 15 ଏପ୍ରିଲ 30 ଏପ୍ରିଲ 2026 ଭିତରେ କମ୍ପ୍ଲିଟ ହବ। ଭେରିଫିକେସନ ଅଫ ପ୍ରପୋଜାଲ ବାଇ ବିଓ ଏଣ୍ଡ ଫରୱାର୍ଡିଂ ଟୁ ଡିଓ। ଏଥିରେ ରହିଛି କଣ ନା ଲାଷ୍ଟ ଡେଟ୍ ଆମର ଫରୱାର୍ଡ କରିବେ ବିଓ 10 ମେ 2026 ସୁଦ୍ଧା ଫରୱାର୍ଡ କରିବେ। ନେକ୍ସଟ ଯୋଉଟା କି ଆମର କାମ ସାରିଦେଲେ କେତେ 30 ଏପ୍ରିଲ ସୁଦ୍ଧା, ଏବଂ ସେମାନେ କଣ କରିବେ ନା 10 ମେ ଭିତରେ ଆପଣଙ୍କର ସେମାନେ କାର୍ଯ୍ୟ ସାରିବେ, ତାଙ୍କର ଫରୱାର୍ଡ କରିବେ। ଫରୱାର୍ଡିଂ ପ୍ରପୋଜାଲ ଟୁ ଡାଇରେକ୍ଟର ଇଣ୍ଟର ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର ତ 20 ମେ 2026। ଯେହେତୁ ଇଣ୍ଟର ଡିଷ୍ଟ୍ରିକ୍ଟ ବା ଇଣ୍ଟ୍ରାଟା ହେଲେ ଜିଲ୍ଲା ଭିତରେ, ଇଣ୍ଟର ହେଲେ ଜିଲ୍ଲା ବାହାରେ। ଏଇ କେସରେ କଣ ହୁଏ, ଯୋଉ ଇଣ୍ଟର ଗୁଡିକ ଏଇଟା ଫାର୍ଷ୍ଟ ଆପଣ ବିଓ ରୁ ଡିଓ କୁ ଯିବ, ଡିଓ ରୁ ତାପରେ ସେମାନେ ଫରୱାର୍ଡ କରିବେ। ନେକ୍ସଟ ଅଛି ଯୋଉମାନେ ମେଡିକାଲ ବୋର୍ଡ ରହିଛନ୍ତି, ତ ମେଡିକାଲ ଡକୁମେଣ୍ଟ ଆପଣ ମେଡିକାଲରେ 6 ପ୍ରକାର ଡିଜିଜ ରହିଛି, ତ ସେମାନଙ୍କର ମେଡିକାଲ ଚେକଅପ ହବ ମେ ମାସ 25 ରୁ 26 ତାରିଖ। ମେ ବି ଏଇ ଡେଟ୍ ଗୁଡା ଟିକେ ଚେଞ୍ଜ ହେଇପାରେ, ଏଇ ଡେଟ୍ ଚେଞ୍ଜ ହେଇପାରେ, କିଛି ଅସୁବିଧା ନାହିଁ। କାରଣ ମେଡିକାଲ ଏତେ ସାରା କରିବା ପାଇଁ ଯେହେତୁ ମାନେ ଜର୍ନାଲ ଲେବୁଲ ଥାଏ, ତ ଏରିଆ ୱାଇଜ, ତ ଏଇଗୁଡାକ କିଛି ମାତ୍ରାରେ ଡେଟ୍ ଚେଞ୍ଜ ହବ। ରିସିଭ୍ଡ ଅଫ ଦ ରିପୋର୍ଟସ ଫ୍ରମ ମେଡିକାଲ ବୋର୍ଡ, ତ ମେଡିକାଲ ବୋର୍ଡ 6 ଜୁନ ସୁଦ୍ଧା ସେମାନେ ପଠେଇବେ ଡାଇରେକ୍ଟର ଅଫିସ କି। ତାପରେ ଅପଲୋଡିଂ ଅଫ ରିପୋର୍ଟସ ମେଡିକାଲ ବୋର୍ଡ, ତ ସେମାନେ ଅପଲୋଡ କରିବେ, ସେମାନେ କେତେ 10-11 ଭିତରେ ଅନଲାଇନ ଅପଲୋଡ କରିବେ ଏବଂ ରିପୋର୍ଟ ଦେବେ 6 ତାରିଖ ସୁଦ୍ଧା ରିପୋର୍ଟ ଦେବେ। ଚଏସ୍ ଲକିଂ ଅଫ ଟ୍ରାନ୍ସପୋର୍ଟ, ତ ଇଏ ରହିଛି 17 ରୁ 19 ତାରିଖ ଜୁନ, ଯୋଉଟା କି ଚଏସ୍ ଲକିଂ, ଯୋଉଟା କି କୋଉଠି ସ୍କୁଲ ଚଏସ୍ ଯାହା ବି ହଉ, ମେଡିକାଲ ହଉ ବା ମ୍ୟୁଚୁଆଲ ହଉ, ଏ ସବୁ ଜିନିଷ ଚାଲିଛି ଗୋଟିଏ ପ୍ରୋସେସ, ଏଥିରେ କିଛି ଅଦରୱାଇଜ କିଛି ଅଦର କିଛି ନାହିଁ। ତାପରେ ଏଥିରେ ଅଛି 9 ନମ୍ବର ପଏଣ୍ଟରେ ମିଟିଂ ହବ କଣ ନା ଡିଏଲଟିସି ଆଉ ଏସଏଲଟିସି। ଡିଏଲଟିସି ହଉଛି ଇଣ୍ଟ୍ରାଙ୍କର, ଏସଏଲଟିସି ହଉଛି ଷ୍ଟେଟରେ। ତ 29 ମେ ରୁ 4 ଜୁଲାଇ ଭିତରେ ଗୋଟେ ଡେଟ୍ କେବେ ହବ, ସେମିତି ନାହିଁ ଯେ 4 ଦିନ ଯାକ କଣ୍ଟିନ୍ୟୁ ଚାଲୁ ରହିବ, ସେମିତି ନାହିଁ। ତାପରେ ପବ୍ଲିକେସନ ଅଫ ଟ୍ରାନ୍ସଫର ଉତ୍ସେବା ୱେବସାଇଟରେ 8 ଜୁଲାଇରେ ଉତ୍ସେବା ୱେବସାଇଟରେ ପଳେଇ ଆସିବ ଟ୍ରାନ୍ସଫର ହଉଛି ବୋଲି। ଆପଣ ୟୁଏସଏ ପୋର୍ଟାଲରେ ଏ ସବୁ ଗୁଡାକ ମାଧ୍ୟମ, ଯୋଉଟା ଗୋଟେ ଗୋଟେ ଫରୱାର୍ଡ ଗୋଟେ ଗୋଟେ ଷ୍ଟେପ ଚାଲିବ ନା, ଏ ସବୁଗୁଡା ଆପଣ ୟୁଏସଏ ପୋର୍ଟାଲରେ ଗୋଟେ ଗୋଟେ ଷ୍ଟେପ ୱାଇଜ ଦେଖିପାରିବେ। ଇସ୍ୟୁଜ ଅଫ ଟ୍ରାନ୍ସଫର ଅର୍ଡର ତ 8 ରୁ 10 ଜୁଲାଇ ଭିତରେ ହବ। କ୍ଲୋଜର ରିଲିଭିଂ ଏଣ୍ଡ ଜଏନିଂ 18 ଜୁଲାଇ ଭିତରେ ହବ। ଏତିକି ହେଲା ହଉଛି ଯୋଉ ସିଡ୍ୟୁଲ ଡେଟ୍। ଆପଣ 18 ଜୁଲାଇ ସୁଦ୍ଧା ଆପଣ ସ୍କୁଲରେ ଜଏନ କରି ଯାଇଥିବେ, ଯୋଉଠି ଚାହୁଁଛନ୍ତି ଯିବା ପାଇଁ ଯାଇପାରିବେ। ପୁଣି ଯୋଉଟା କି ଆମର ରେସନାଲାଇଜେସନ ହବ, ରେସନାଲାଇଜେସନ ମାନେ ଯୋଉଟା କି ଜିଲ୍ଲା ଭିତରେ ତ ଡିଏଲଟିସି ବସିବ। ସେ ରେସନାଲାଇଜେସନ କଣ ରହିଛି ନା ଆମର ବହୁତ ଜାଗାରେ କଣ ହୁଏ ନା ସରପ୍ଲସ ଟିଚର ଅଛନ୍ତି ଏବଂ ଡେଫିସିଟ୍ ଡିଷ୍ଟ୍ରିକ୍ଟ ମାନେ ଡେଫିସିଟ୍ ଟିଚର ଲିଷ୍ଟ ବାଇ ଉତ୍ସେବା। ଏଥିରେ କଣ ହୁଏ ନା 15 ଏପ୍ରିଲ ସୁଦ୍ଧା ସେମାନେ ରେଡି କରିବେ ସରପ୍ଲସ, କାରଣ ୟା ଆଗରୁ ଏମିତି ନଥିଲା। ଏଥିରେ କନଷ୍ଟିଟ୍ୟୁଟ ଦ କମିଟି କମ୍ୟୁନିକେସନ ୱିଥ ଦ ସେମ୍, ଦ ମେମ୍ବର ହଉଛି 20 ଏପ୍ରିଲ। ସିଟିଂ ଅଫ ଦ କମିଟି ଫାଇନାଲ, ଯୋଉଟା କି ଆମର କମିଟି ଫାଇନାଲ କରିବ ତ 15 ମେ 2026। କମ୍ୟୁନିକେସନ ଅଫ ଦ ଡିସିଜନ ଅଫ ଦ କମିଟି ଟୁ ଅଲ କନସର୍ନ 20 ମେ। ଡିଓ ଏଣ୍ଡ ବିଓ ୱିଲ୍ ବି ଟ୍ରାନ୍ସଫର୍ଡ 31 ମେ। ବୁଝିପାରିଲେ? ଯୋଉଟା କି ମାନେ ରେସନାଲାଇଜେସନରେ କଣ ହୁଏ, ଏଥିରେ ଆପଣ ଅନଲାଇନ ଆପ୍ଲାଏ କରିବାକୁ ପଡିବନି। ଏଇଟା ଆପଣ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀରେ ଯୋଉଠି ସିଙ୍ଗଲ ଟିଚର ଅଛନ୍ତି ଏବଂ ଯୋଉଠି ଆବଶ୍ୟକତା ଅନୁସାରେ ଆମର ଯେମିତି ପ୍ରାଇମେରୀରେ 33:1 ରହିଛି, 33 ଅର୍ଥାତ ହେଲା ଯଦି 33 ପିଲା ଅଛନ୍ତି ତାହେଲେ ଆମର ଜଣେ ଟିଚର ରହିବେ ଏଲିମେଣ୍ଟାରୀ ସେକ୍ସନରେ। ତ ଏଇ କେସରେ କଣ ହୁଏ ନା ଆମକୁ ଅନଲାଇନ ଆପ୍ଲାଏ କରିବାକୁ ପଡିବନି। ଯୋଉ ସ୍କୁଲରେ ଅଧିକ ଟିଚର ଥିବେ ଏବଂ ଯୋଉଠି କମ ଥିବେ ତାଙ୍କ ଭିତରେ ହଉଛି ଭାଗ ବଣ୍ଟା ହେବେ। ଏବଂ ଏଇ ଯୋଉ ସିଡ୍ୟୁଲ ଡେଟ୍ ହେଇଛି, ଏ ଡେଟ୍ ଅନୁସାରେ ମଧ୍ୟ କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିରେ ଡିଏଲଟିସି ଦ୍ୱାରା ଫାଇନାଲ ହବ। ବୁଝିପାରିଲେ? କ୍ଲିୟର ହେଲା? ଏବେ ଆମେ ଆସିବା ଏଇ ସବୁ ସିଡ୍ୟୁଲ ଡେଟ୍ ଦେଖିଲା ପରେ ଆମର ଟ୍ରାନ୍ସଫର କେବେ ହବ। ଚାଲନ୍ତୁ ଏବେ ଆମେ ମାନେ ଗୋଟେ ପଏଣ୍ଟକୁ ଯିବା ଏବଂ ଆପଣଙ୍କର ମନରେ ଆସୁଥିବା ପ୍ରଶ୍ନକୁ ଡିସ୍କସନ କରିବା ଏବଂ ଆପଣ ଭାବୁଥିବା କଥା ଗୁଡିକ ଆପଣ ନିଜେ ଜାଣିପାରୁଛନ୍ତି କି ନାଇଁ ଠିକ ଅଛି। ମୋର ଫାଷ୍ଟ ପଏଣ୍ଟ କ୍ୱେଶ୍ଚନ ଥିଲା ଯେ ଯଦି ମୋର ସେନ୍ସସ୍ ଡ୍ୟୁଟି ପଡିଛି, ମୁଁ ଯଦି ଅନଲାଇନ ଟ୍ରାନ୍ସଫର ଆପ୍ଲାଏ କରୁଛି, ମୁଁ ଟ୍ରାନ୍ସଫର ହେଇପାରିବି କି ନାହିଁ, ଇଏ ଗୋଟେ ପଏଣ୍ଟ। ଠିକ ଅଛି, କିନ୍ତୁ ସେନ୍ସସ୍ ଅର୍ଡର ଯୋଉ ହେଲା ଏଥିରେ ଟ୍ରାନ୍ସଫର ହବା ପାଇଁ ମନା କରାଯାଇଛି ଯେ ଏନୁମେରେଟର ଏଣ୍ଡ ସୁପରଭାଇଜର ଏମାନେ କୌଣସି ପ୍ରକାର ଟ୍ରାନ୍ସଫର ହେଇପାରିବେ ନାହିଁ। କିନ୍ତୁ ସବୁବେଳେ ଲେଟରକୁ ଯଦି ଆପଣ ଭଲକି ବୁଝିବା ପାଇଁ ଯିବେ, ସେଠି ଲଗାହେଇଛି ଯଦି କଲେକ୍ଟର ପରମିଶନ ଦିଅନ୍ତି ତାହେଲେ ଟ୍ରାନ୍ସଫର ହେଇପାରିବ ସ୍ପେଶାଲ କେସରେ। ଇଏ ହେଲା ଏତିକି। କଣ କହିଛନ୍ତି ସେନ୍ସସ୍
ନା 2027 ମାର୍ଚ୍ଚ ପର୍ଯ୍ୟନ୍ତ ଆପଣ ଟ୍ରାନ୍ସଫର ହେଇପାରିବେ ନାହିଁ। ପଏଣ୍ଟ 1 ଆମର ଯେତେବେଳେ ସେନ୍ସସ୍ ହଉଛି ଏଥିରେ ଫେଜ୍ 1 ଆଉ ଗୋଟେ କଣ ଅଛି ଫେଜ୍ 2 ଅଛି। ଫେଜ୍ 1 ତ ଏବେ ସରିଯାଉଛି, ଆପଣ ଭାବନ୍ତୁ ମେ 15 ଭିତରେ ସରିଯାଉଛି, କିନ୍ତୁ ନିୟମ ଅଛି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ। କିନ୍ତୁ କୋଉଠି ଭୁଲ ହେଲେ କଣ ଏରର ଚାଲିବ। ବହୁତ କେସରେ ଫେଜ୍ 1 ମେ 15 ପରେ ଆପଣଙ୍କର ଫେଜ୍ 2 ସହିତ କୌଣସି ବି ରିଲେସନ ନାହିଁ। ମନେ ରଖନ୍ତୁ, ଫେଜ୍ 2 ଯେତେବେଳେ ଏଇ ଯୋଉ ଘର ଗଣନା, ଫେଜ୍ 2 କଣ ହବ ଜନଗଣନା। ଫେଜ୍ 2 ରେ ଯେତେବେଳେ ହବ ଏଥିରେ ଅଧିକ ଏମ୍ପ୍ଲୟ ଆହୁରି ଆଡ ହେବେ, କାରଣ ଏଥିରେ ଗୁଡାଏ କାମ ରହିଛି। ସେଥିପାଇଁ ତ ଗଭର୍ଣ୍ଣମେଣ୍ଟ ଅଛି 16,000 ଟଙ୍କା, ମଜା ନାହିଁ ସିରିୟସଲି। ଆଉ ଫାଷ୍ଟ ଫେଜରେ କେତେ ଅଛି 9,000 ଟଙ୍କା ରଖିଛନ୍ତି ରେମୁନେସନଟା। ତେଣୁ ଏଇ ଯୋଉ ଟ୍ରାନ୍ସଫର କଥାକୁ ଆମେ ଦେଖିବା, ତାହେଲେ ଫାଷ୍ଟ ଫେଜରେ ଆପଣ କାମ ସରିଗଲା, ଏ ଯେ ସିଡ୍ୟୁଲ ଅନୁସାରେ ଯଦି ଆପଣଙ୍କ ଟ୍ରାନ୍ସଫର ହଉଛି ତାହେଲେ ଆପଣ ଟ୍ରାନ୍ସଫର ଧରି ଯାଇପାରିବେ। ଆଇ ଏମ୍ ସିଓର, ଗ୍ୟାରେଣ୍ଟି ଦଉଛି ଆପଣମାନଙ୍କୁ। ବହୁତ କେସରେ ବର୍ତ୍ତମାନ ଆପଣ ଦେଖିବେ ରାୟଗଡା ଜିଲ୍ଲା ଏବଂ ନୟାଗଡ଼ ଆଉ କେତୋଟି ଜିଲ୍ଲା ରହିଛି, କେଉଁଝର, ଏମିତି ମୟୂରଭଞ୍ଜ, କେତୋଟି ଜିଲ୍ଲାରେ ଅଲରେଡି ତାଙ୍କର ଟ୍ରାନ୍ସଫର କରାହଉଛି ଯୋଉଟା ପୂର୍ବ ବର୍ଷର ବାକି ଥିଲା। ଗୋଟେ ପଏଣ୍ଟ ଲେଖା ହଉଛି ସେନ୍ସସ୍ ସରିଲା ପରେ ଆପଣ ଯାଇପାରିବେ ଏବଂ କଲେକ୍ଟର ଆପ୍ରୁଭାଲ ଲେଖା ହଉଛି, ଅର୍ଡର ହେଇଛି କଲେକ୍ଟର ଆପ୍ରୁଭାଲ, ବଟ୍ କିନ୍ତୁ ଟ୍ରାନ୍ସଫର ଅର୍ଡର ଇସ୍ୟୁ କରୁଛନ୍ତି ଯେ ଏଇଥର ଫାଷ୍ଟ ଫେଜ୍ 1 ଟା ଆପଣଙ୍କର ସରିଲେ ସର୍ଭେ ଆପଣ ଯାଇପାରିବେ। ଦ୍ୱିତୀୟ କଥା ଆସିଲା, ଯଦି ଆମର ଟ୍ରାନ୍ସଫର ଫେଜ୍ 1 ସୁଦ୍ଧା ଯଦି ଅନଲାଇନ କାମ ଯଦି ଆପଣଙ୍କର ଡିସେମ୍ବର ଭିତରେ ନ ସରୁଛି ତାହେଲେ ଆପଣ ଟ୍ରାନ୍ସଫର ହିଁ ଯାଇପାରିବେ ନାହିଁ ଡିସେମ୍ବର 2026 ଭିତରେ। ଦେଖନ୍ତୁ ଡିସେମ୍ବର 2026 ଭିତରେ କାହିଁ କହିଲି ମୁଁ, ଆମର ଯେହେତୁ ଗଭର୍ଣ୍ଣମେଣ୍ଟ ଏବେ ତରବର ହେଲେନି ପଞ୍ଚାୟତ ଇଲେକ୍ସନ। ଯଦି ପଞ୍ଚାୟତ ଇଲେକ୍ସନ ମାର୍ଚ୍ଚ ଏପ୍ରିଲରେ ଆରମ୍ଭ ହଉଛି, ତାହେଲେ ଯେହେତୁ ପଞ୍ଚାୟତ ଇଲେକ୍ସନ ଅଛି ବିଫୋର 3 ମନ୍ଥ କଣ ହବ, କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହବ। ଆମର ଆସେମ୍ବଲି ଇଲେକ୍ସନ ଏମଏଲଏ ଇଲେକ୍ସନ କଣ ହୁଏ 6 ମନ୍ଥ ପୂର୍ବରୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ରହିବ। ଯଦି ମାର୍ଚ୍ଚ ଏପ୍ରିଲରେ ଯଦି ଇଲେକ୍ସନ ହଉଛି ତାହେଲେ 3 ମାସ ଆଗରୁ ଯଦି କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହବ ତାହେଲେ ଆପଣ ଟୋଟାଲି ଟ୍ରାନ୍ସଫର ଯାଇପାରିବେ ନାହିଁ। କ୍ଲିୟରଲି ବୁଝିପାରିଲେ? ତେଣୁ ଏଇ ସବୁକୁ ଲକ୍ଷ୍ୟ କରି ତେଣୁ ଯଥାଶୀଘ୍ର ଆପଣଙ୍କ ସିଡ୍ୟୁଲ ଅନୁସାରେ ଯୋଉମାନଙ୍କର ଆପ୍ଲାଏ କରିବା ପାଇଁ ଇଣ୍ଟରେଷ୍ଟ ଅଛନ୍ତି ତ ଜଲ୍ଦି ଆପଣ ଆପ୍ଲାଏ କରନ୍ତୁ। ନାଇଁ ଯେ ମୁଁ ଆପ୍ଲାଏ କରିପାରିଲିନି, ମତେ ରିକ୍ୱେଷ୍ଟ କରୁଛି, ଆପ୍ଲିକେସନ ଦଉଛି, ମୋର ଟିକେ ଡେଟ୍ ଏକ୍ସଟେଣ୍ଡ କରନ୍ତୁ, ଷ୍ଟେଟକୁ ବାରମ୍ବାର ଫୋନ କରିବେ, ତ ସେମାନେ କଣ କରିବେ ନା ଏକ୍ସଟେଣ୍ଡ କରିବା ପାଇଁ ସେମାନେ ବାଧ୍ୟ ହେବେ। ତେଣୁ ଏ ଯେ ଆପଣ ଯଦି ଚାହୁଁଛନ୍ତି ତାହେଲେ ଆପଣ ଏଇ ସିଡ୍ୟୁଲ ଅନୁସାରେ କାମ କରିଚାଲନ୍ତୁ, ନିହାତି ଆପଣ ସକ୍ସେସ୍ ହବ। ଅଲ୍ ଦ ବେଷ୍ଟ। ପୁଣି ଥରେ ନୂଆ ଟପିକ ନେଇ ଆସିବି। ଥ୍ୟାଙ୍କ ୟୁ।